ଭାବିଥିଲି ପଣସ କହିଲେ ତାଳ। ଆଉ ତମେ ପଣସ ନୁହଁ ନା ତାଳ। ଆଉ ଟ୍ରାକ୍ଟର ଗାଡି ଭଡାରେ ମିଳିଲାଣି ଏ ବଳଦଙ୍କୁ କାହିଁକି ପାଳିବ? ତାହେଲେ ତମେ ଫାଇନାଲ ଠିଆ ହବ ନା ଆମ ଚେୟାର ଭାଙ୍ଗିଯିବ ଠିଆ ହବ। ଚେୟାର ଭାଙ୍ଗିଲେ କିଏ ଦବ? କିଏ? ଆମେ ଦବୁ। ଭାଙ୍ଗିବ ତମେ ଦବୁ ଆମେ। ଗଜବ ବେଜତି यार। ଭାଙ୍ଗିବେ ସିଏ ଦବୁ ଆମେ। ଯୋଉମାନେ ଏମିତି ଉତ୍ତୁପାତ ହଉଛ ତାଙ୍କର ପାଇଁ ଗୋଟେ ବଢିଆ କଥା। ବାପା ମା ତମ ଭଳିଆ ପୁଅ ଜନ୍ମ ହେଲା ପରେ ତମରି ଭଳିଆ ପୁଅ ଜନ୍ମ ହେଲା ପରେ ବାପା ମା ଖୁସିରେ କରନ୍ତି ଯାତ୍ରା। କିନ୍ତୁ ତମେ ମାନେ ବଡ ହେଲା ପରେ ସାଜି ଯାଅ ଫୁଲ ପାତରା। ସେଇଥିପାଇଁ ଭାଇ କହୁଛି ଆଜିକାଲି ଝିଅକୁ ଜମାରୁ ବିଶ୍ୱାସ କରନ୍ତୁ ନାହିଁ। କାହିଁକିନା ସକେଇ କାନ୍ଦନ୍ତି ଲୁହରେ ଭିଜନ୍ତି ରୁମାଲ ଧରି ସେ ହାତେ। ସକେଇ କାନ୍ଦନ୍ତି ଲୁହରେ ଭିଜନ୍ତି ରୁମାଲ ଧରି ସେ ହାତେ। ଶେଷରେ କହନ୍ତି ନିର୍ବନ୍ଧ ସରିଛି ଭାଇ ଭୁଲି ଯାଅ ପୁରା ମତେ। ତମର କଣ ସବୁ ନାଲି ନାଲି ଦେଖାଉଛି? ଆମେ ପୁରା ନାଲିଆ ତମେ ସବୁବେଳେ ନାଲିଆ ରହିବ ଆମେ ଆଉ କେବେ ନାଲିଆ ରହିବୁନି। ନାଲି ଆମ୍ବ ହଁ ଫାଇନାଲ। ହଁ ଆମେ ନାଲିଆ ତାଳ। ମୁଁ ଭାବିଥିଲି ପଣସ କହିଲେ ତାଳ। ଆଉ ତମେ ପଣସ ନୁହଁ ନା ତାଳ। ଆଉ ଆମେ ତାଳ ଦେହ ପାଇଁ ହିତକାରକ। କାଇଁ ପଣସ କଣ କ୍ଷତିକାରକ? ଆଉ କିଏ କହିଲା? ଏ ତମେ ଜାଣିନ? ତମେ ଜାଣିନ। ପଣସ କିଏ କହିଲା କ୍ଷତିକାରକ? କ୍ଷତିକାରକ ନୁହଁ। ପଣସ ପଣସ ସାଇଜ ଭଲ ନୁହଁ। ଆଉ ଏ ଗଛ ଯଦି ଆଜ୍ଞା ସରୁଆ ଥିବ ଗଛ ଯଦି ଛୋଟ ଥିବ ଆଜ୍ଞା ଭାଙ୍ଗି ଯିବ ଗଛ ଲାଭ କଣ? ତମର ବଡ ପଣସ ହେଲେ ତମେ ଉଠେଇ ପାରିବନି ସେଇଟା କହିବ। ଉଠେଇ ପାରିବୁନି ପୁରୁଷ ଲୁକା ପୁଣି ଆମେ ଉଠେଇ ପାରିବୁନି। ଆଉ ଯଦି ଉଠେଇ ପାର ତ ପଣସକୁ କାଇଁ ଏତେ ଖରାପ କୁହନ୍ତୁ? ପଣସ ଦେହ ପାଇଁ କ୍ଷତିକାରକ ତମେ ଜାଣିନା ରିସର୍ଚ୍ଚ କଲେ ଜାଣିପାରିବ। ରିସର୍ଚ୍ଚ କରିବା ତମେ ଏତେ କଣ କରୁଛ କହୁନ? କଣ କଣ କରୁଛ ରିସର୍ଚ୍ଚ? ରିସର୍ଚ୍ଚ କଣ? ପଣସ ଖରାପ ବୋଲି ତମେ ଜାଣିଲ କେମିତି? ଇରେ ପଣସ ଖରାପ ବୋଲି ଆମେ ଜାଣିନୁ କେମିତି? କେମିତି? ହଁ। ଇରେ ଭାଇ ଏମାନଙ୍କ କଥା କହିଲେ ନା ସେଟା କି ବାହାଘର ପରେ ଏମାନେ କଣ କରନ୍ତି? କଣ? ଯଦି ଦିନର ଗୋଡ ବାଜି ଯିବା ମାନେ ବିଷ୍ଟୁ 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 କହୁଥିବେ କିନ୍ତୁ ରାତିର ଗଦି ଶୋଇଲା ବେଳେ ଗୋଡ ବାଜି ଯିବ ତାହେଲେ ଜାକି ଜୁକି ଚୁପଚାପ ଏମାନେ ରହୁଥିବେ। ଏଇଥିପାଇଁ ରୁହବେ ବାଳକ କାଇଁ ଏମିତି ହଉଛ? ଏଇଥିପାଇଁ ଆମେ ଚୁପଚାପ ରହୁ। ଆଳୁ ବାଇଗଣ ପିଆଜ ରସୁଣ ମିଶିକି ଷ୍ଟାଚୁ ହେଇଗଲେ। ଆଉ ଆଳୁ ବାଇଗଣ ପିଆଜ ରସୁଣ ମିଶିକି ହୁଏ ତିଆଣ ମୋ ଭାଉଜ ମାନେ ଜାଣିଥିବ। ଭାଉଜ ହଁ କି ନାହିଁ? ଆଳୁ ବାଇଗଣ ପିଆଜ ରସୁଣ ସବୁ ମିକ୍ସ ହେଇକି ଗୋଟେ ଘାଣ୍ଟ ହୁଏ କି ନାହିଁ? ୟାସ୍ ହୁଏ। ଭାଉଜ ଜାଣିଛନ୍ତି। ଆଳୁ ବାଇଗଣ ପିଆଜ ରସୁଣ ମିଶିକି ହୁଏ ତିଆଣ ରାତି ପାହିଲା ବେଳକୁ ମୋ ଭାଉଜ ମାନଙ୍କର ମୁଣ୍ଡ ବିନ୍ଧୁଛି। ତାଙ୍କ ଭାଇ ମାନଙ୍କୁ ରୋଷେଇ କରି ଖାଇବାକୁ ଦେବେ କଣ? ଆଚ୍ଛା ଆଉ ସେଥିପାଇଁ ବିନ୍ଧୁନି ମିଷ୍ଟର। ଆଉ ଏଇଥିପାଇଁ ବିନ୍ଧୁଛି ଦେଖି ତାଙ୍କ ସ୍ୱାମୀର ଅଯୋଗ୍ୟ। ଭାଇ ସତରେ କଣ ଆମ ମାନଙ୍କର ଅଯୋଗ୍ୟ ବଳ ଅଛି? ଭାଇକୁ ପଚାରନି ଜମାରୁ ନୁହେଁ। ଭାଉଜକୁ ପଚାର। କାହିଁକି ନା ସ୍ୱାମୀ ଯୋଗ୍ୟ କି ଅଯୋଗ୍ୟ ପରୀକ୍ଷା ପାଇଁ ଏଠି ସତୀ ସ୍ତ୍ରୀଟିଏ ନାହାନ୍ତି। ସ୍ୱାମୀ କାମ ସାରି ଘରକୁ ଫେରିଲା ବେଳକୁ ସ୍ତ୍ରୀ ଆଉ ଘରେ ନାହାନ୍ତି। କୁଆଡେ ଯାଇଛନ୍ତି? ମ୍ୟାଡାମ ପଚାରିଲେ କୁଆଡେ ଯାଇଛନ୍ତି? ଭାଇ ଯେତେ କରି ସେତେ ଷ୍ଟୋରି ଆମର କଳି ଯୁଗରାରୀ ନୁହନ୍ତି କାହାରି। ସ୍ୱାମୀ ଘରେ ନଥିଲା ବେଳେ ମାର୍କେଟରେ ବୁଲନ୍ତି ପୁରୁଣା ପ୍ରେମିକକୁ ଧରି। ତମ ବେଳା ଖରାପ। ଆମ ବେଳା ଖରାପ। ଏଇଥିପାଇଁ ଆମେ ପୁରୁଣା ପ୍ରେମିକକୁ ଧରି ବୁଲୁଛୁ। ଆଚ୍ଛା। କାହିଁକି ନା ବାହା ହେଇ ତମ ଭଳିଆ ସ୍ୱାମୀ ପାଖରେ ରହିଲେ ଅଧିକା କଣଟା ମିଳିବ? ମାନେ ବାହା ହେଇ ତମ ଭଳିଆ ସ୍ୱାମୀ ପାଖରେ ରହିଲେ ଅଧିକା କଣଟା ମିଳିବ? ଟ୍ରାକ୍ଟର ଗାଡି ଭଡାରେ ମିଳିଲାଣି ଏ ବଳଦଙ୍କୁ କାହିଁକି ପାଳିବ? ତାହେଲେ ତମେ ଫାଇନାଲ ଟ୍ରାକ୍ଟରରେ କରିବ ଚାଷ। ସେଇଥିପାଇଁ ତମ ପଡିଆ ବିଲରେ ପ୍ରବଳ ଘାସ। ମୁହଁ ସମ୍ଭାଳି କଥାବାର୍ତ୍ତା କର। ଏରେ କାହିଁକି ଆମେ ମୁହଁ ସମ୍ଭାଳି କଥାବାର୍ତ୍ତା କରିବୁ ଆଜ୍ଞା? ଆପଣ ମାନେ ଚିନ୍ତା କରନ୍ତୁ ଯେତେବେଳେ ବିଲରେ କିମ୍ବା ବିଲରେ ଯେତେବେଳେ ଟ୍ରାକ୍ଟରଟି ହଳ କରୁଥିବ ଆଜ୍ଞା ତେଲ ସରିଯିବ। କିନ୍ତୁ କଣ କୋଉଠି କୋଉଠି ବିଲରେ କିମ୍ବା ହିଡ଼ରେ? ହିଡ଼ରେ କାହିଁ କରିବ? ବିଲରେ ବିଲରେ କିମ୍ବା ବିଲରେ 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 ଯଦି ହଳ କରୁଥିବ ତାହେଲେ ଟ୍ରାକ୍ଟରରେ ତେଲ ସରିଯିବ ଆଜ୍ଞା ଖେଳ ଶେଷ। ଆଚ୍ଛା। ତା ଛଡା ଟ୍ରାକ୍ଟର ଯେତେବେଳେ ହଳ କରୁଥିବ ଗୋଟେ ହାତ ଛାଡି ହଳ କରିବ ନହେଲେ ତା ଫାଳ ଭାଙ୍ଗିଯିବ। କୋଉଟା ଭାଙ୍ଗିବ? ଫାଳ ଫାଳ। ଓହୋ। କିନ୍ତୁ ବଳଦ ହଳ କଣ କରିବ? କର ଦେଇ ସିଧା ଯିବ ଗୋଟେ ଘାସ ରଖିବ ନାହିଁ। ବହୁତ ରିସର୍ଚ୍ଚ କରିଛ ତ। ଆଉ ସେଇଥିପାଇଁ ଗୋଟେ ପ୍ରଶ୍ନର ଉତ୍ତର ଦେଲ। କୁହ
कहबे तमे पोखरी देखिछ देखिछु गड़िया देखिछु तमे पोखरी देखिछ गड़िया देखिछ हेले देखिन समुद्र लहर अच्छा सेई लहरी रे थरे पड़ी जीव ना बळद सहित छाड़ुथुबो तमे रडी तमे हाबेली देखिछ किए न देखिछ रॉकेट रिसेंटली देखिछ एबे तमे हाबेली देखिछ रॉकेट देखिछ देखि ना क्षेपणास्त्र अच्छा ए टका जति की समस्त होचंती आधुनिक अस्त्र गोटिए ढियासिली काठीरे जळै देबो पूरा तम वस्त्र अच्छा बालाइट भलिया पछरे जळुछ धप धप आग होछ धप धप आमे आग होछ तमे जानि न मते आजि काली झियो मानन कथा आज्ञा कहिले न सरे झियो मानन कथा कहिले झियो एटु पळैबे मैडम एटु पळैबे कबिबो तमे कोन जानिछ कोन जानिछ आमे किछि जानिनु अरे आजि काली झियो मानन को प्रेम आज्ञा गुडे रोप कथा जेटु प्रत्येक दिन पड़े 11 प्रत्येक दिन हां प्रत्येक दिन पड़े 11 विभाटा होची फाइनल एग्जाम जोटी नुवा खाता दरकार आमे जानिछु तमर सबले नुवा नुवा था बस जानिछु साइलेंट रो थैंक यू दर्शक बंधु मजा मस्ती कार्यक्रम एमिति आपण मान सहित चालित वास्तव रे सब बेले आमे जो कथा आपण मान को कहू या केवल सचेतन रहबा टिके हसया पाई खुशी करिया पाई वास्तव रे नारी सम्मान देशर सम्मान नारी प्रगति देशर प्रगति नारी अमृतवती नारी यज्ञ जाग्य थी सब बेले नारी मान को सम्मान देबे कारण नारी मान को सम्मान देले निश्चित देश आगु को जीव या परिवार तरफ आपण मान को पाई छवि आक्तिटी तेनु समस्त नारी मान को पाई जोरदार कर दले आपण मान को तरफ थैंक यू बहुत बहुत धन्यवाद एवे जीव आपण मान को मन जा हो एते दिन पर आज लास्ट दिन रंगीला माने पूरा ताकती के छुटी यस डेफिनेटली 100 रे खेल होबो ना को मते आगो कुह तमे माने समस्त बोतल भांगी के आछो की बोतल बोतलटा कोन प्लास्टिक ना काचो काचो ताहाले तम माने को पारी होबनी जो माने बोतल भांगी के आछो तांकोरी पाई गोटे बढ़िया गीतटे अछि गाई देबा यस हबो तो बोतल भांगी के आसी और पुनी कागज चिरुछ हां पिला अवस्था रे ना कहला निसा 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 रात